ତମର ସବୁ ସାଙ୍ଗମାନଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଶୁଭକାମନା। ମା ମଙ୍ଗଳା ସମସ୍ତଙ୍କୁ ଘଣ୍ଟ ଘୋଡ଼େଇକି ରଖିଥାନ୍ତୁ। ଆଜି ଥିଲା ନୂଆ ବର୍ଷ, ତ ମୁଁ ସକାଳୁ ସବୁ କାମ ସାରିକି ଠାକୁରଙ୍କୁ ଦର୍ଶନ କରି ଆସିକି ବାପ ପୁଅକୁ ଏଠି ଖାଇବା ଦେଇକି ମୁଁ ଚାଲିଲି ଟିକେ ବଡ଼ି ପକାଇବା ପାଇଁ। କାହିଁକିନା ବିରିଟା ଢେର ଦିନରୁ ବତୁରେଇକି ରଖିଥିନି, ଖରା କରୁନଥିଲା ବୋଲି କରିପାରୁନଥିଲି। ଆଜି ଟିକେ ଖରା କରିଥିଲା ତ ଟିକେ ବଡ଼ି ପକାଇଦେଲି। ତାପରେ ରୋଷେଇ କରିଦେଲି ଦ୍ୱିପହରିଆ ପାଇଁ। ବାହାରେ ଆସିକି ଖାଇତେ ବସିଗଲେ। ବାପ ପୁଅରେ ଥିଲା ରାତିକାର ବାସିଆ ମାଲ ଥିଲା, ମାନେ ରାତିରେ ଯେଉଁ ଦେଶୀ ଚିକେନ୍ ଥିଲା ତାଙ୍କର ଖାଇଦେଲେ, ଉଡ଼େଇଦେଲେ। ମୁଁ ମୋର ସାଧାରେ ଟିକେ ମଟର ତରକାରୀ ଘାଣ୍ଟ ଫାଣ୍ଟ ଏମିତି କରିକି ଟିକେ ଖାଇ ଦେଇଥିଲି। ତାପରେ ଆମେ ମାର୍କେଟ ଯାଇଥିଲେ। ମାର୍କେଟରେ ଟିକେ କାମ ଥିଲା, ତ ମାର୍କେଟରୁ କାମ ସାରିକି ଟିକେ ଚାଲିଗଲେ। ସେଠି ବାଦାମ ବିକ୍ରି ହେଉଥିଲା, ବାଦାମ ଟିକେ କିଣିବା ପାଇଁ। ବାଦାମ କିଣି ସାରିଲେ, ତାପରେ ମଟର ଭଜା ଟିକେ ମୋତେ ଭଲ ଲାଗେ, ମଟର ଭଜା ଟିକେ କିଣିଲେ। ତାପରେ ଆସିଲେ ଟିକେ ଆମ ବିପି ମେସିନ୍ଟା ଖରାପ ହେଇଯାଇଥିଲା, ତ ତାକୁ ଟିକେ ସଜାଇବା ପାଇଁ ଆସିଥିଲେ। ତ ମେସିନ୍ଟା ଟିକେ ଖରାପ ହେଇଥିଲା ବି ତାକୁ ସଜାଇ ଦେଲେ। ତାପରେ ଆମେ ଯାଉଥିଲେ। ତାପରେ ମୁଁ କହିନି ମୁଁ ମାର୍କେଟ ଆସିଛି ଖାଇମିନି ନା, ନ ଖାଇନି ହେବ କେମିତି। ତାପରେ ମୁଁ କହିନି ଚାଲ ମୁଁ ଟିକେ ପାମ୍ପଡ଼ି ଚାଟ୍ ଖାଇମି। ବାପ ପୁଅ ତାଙ୍କର କହିଲେ ଖାଇବେନି, ପୁଅ ବି କହିଲେ ଖାଇବନି, ବାପ ବି କହିଲେ ଖାଇବନି। ମୁଁ ତୁମେ ନ ଖାଅ ମୁଁ ଖାଇମି, ମାର୍କେଟ ଆସିଛି ଖାଇମିନି, ସେରକ ଯିମି, କେରକ ହେବ ସେରକ। ତାପରେ ମୁଁ ମୋର ଖାଇତେ ନାଗିନି, ସେମାନେ ଚାହିଁଥାଉ। ମୁଁ ଖାଇନି। ଯେଉଁ ମୋ ପୁଅ ଦେଖିକି କହିଲା ମାମା ମୁଁ ଗୁପଚୁପ୍ ଖାଇମି। ମୁଁ କହିନି ହଉ ଯା ଖା। ମୁଁ ପାମ୍ପଡ଼ି ଚାଟ୍ ଖାଇସାରିଲା ବେଳକୁ ମୁଁ ବି ଯାଇକି ଟିକେ ଗୁପଚୁପ୍ ଖାଇନି। ଖାଇ ଖୁଆ ସାରିକି ଆମେ ରାସ୍ତାରେ ପୁଣି ପଳେଇ ଆସିଲେ। ତ ତାପରେ ରାସ୍ତାରେ ଆସିଲା ବେଳେ ପୁଣି ଜଣେ ଭାଇ ବାଦାମ ଭାଜୁଥିଲେ। ବାଦାମ ଦେଖିବା ମାନେ ଆଉ ସେଠି ରହିହେବନି। ପୁଣି ସେଠୁ ବାଦାମ କିଣିକୁଣାକି ନେଇକି ଘରକୁ ପଳେଇ ଆସିଲି। ଆଉ ରହିଲି। ବାଏ ବାଏ। ଆଉ ଥରେ ସମସ୍ତଙ୍କୁ ହ୍ୟାପି ନ୍ୟୁ ଇୟର୍।